କେତେ ଟଙ୍କାର ସମ୍ପତ୍ତି ଯାଇଛି ବୋଲି ଭାବୁଛି? ଆଜ୍ଞା ସୁନା ଯାଇଛି, ଗୋଟେ ଚେନ୍ ଯାଇଛି, ଗୋଟେ ହାର ଯାଇଛି, ଆଉ ମୁଦିଟେ ଯାଇଛି, ଆଉ ଶଙ୍ଖା ହଳେ ଯାଇଛି, ଆଉ କାନଫୁଲ ଯାଇଛି, ଆଉ ଆମର ଇଏ ଯାଇଛି ରୂପା ଯାଇଛି। ଆଜ୍ଞା ରୂପାର କିଛି ଯାଇଛି ଏତିକି, ଆଉ ଟଙ୍କା 1.5 ଲକ୍ଷ ଆଜ୍ଞା ନେଇକି ପଳେଇଛନ୍ତି। ଏଇ ଆଜ୍ଞା ମୋ ନାଁ ଶରତ ବେହେରା, ଘର ମଙ୍ଗରାଜପୁର। ଆଜ୍ଞା କାଲି ରାତିରେ ମୁଁ ନଥିଲି, ମୁଁ ମାଉସୀଟିକି ଯାଇଥିଲି। କାଲି ରାତିରେ ଆସିକି ଚୋର ପଶିକି ଆମ ଘରେ ସୁନା ରୂପା ଆଉ ଆମର ପଇସା କିଛି ଥିଲା, ସିଏ ଆମର ସବୁ ପଇସା ପତ୍ର ଚୋରି କରିକି ସବୁ ନେଇକି ପଳେଇଛନ୍ତି। ଆଉ ମୋତେ କଲ୍ କଲେ, ରାତିରେ କଲ୍ କଲା ପରେ ମୁଁ ଆସିଲି। ଭଉଣୀ ଫୋନ୍ କଲା ଯେ ଭାଇ ଘରେ ଚୋରି ହେଇଯାଇଛି, ବାହାର ପଟୁ ଲକ୍ ଦେଇକି ପଳେଇଛନ୍ତି, ଆଉ ତୁମକୁ ଜଲ୍ଦି ଆସ। ମୁଁ ସେଇଠୁ ରାତିରେ ଆସିକି ମୁଁ ଦେଖିଲା ବେଳକୁ ଆମର ଗ୍ରିଲ୍ଟା ଭାଙ୍ଗି ଦେଇଛନ୍ତି। ସେ ଘର ଆମର ପୁରା ଯେତିକି ସବୁ ନେଇକି ପଳେଇଛନ୍ତି। ମୁଁ ଦେଖିଲି ଯେ ବାହାର ପଟରୁ ଆମର ଲକ୍ କରିଦେଇଛନ୍ତି। ଲକ୍ କରିସାରିଲା ପରେ ମୁଁ ଦେଖିଲି, ତାପରେ ଆମ ମେମ୍ବର ଯିଏ ତାଙ୍କୁ ମୁଁ ଡାକିଲି, ତାପରେ ଗାଁରୁ କେତେ ଜଣ ଆସିଲେ ତାଙ୍କୁ ଡାକିଲି, ସେ ଦେଖିକି ତାପରେ ପୋଲିସ ହେଉଛି, ପୋଲିସ ପାଖକୁ ମୁଁ ଗଲି, ଯାଇକି ତାଙ୍କୁ ଏଫଆଇଆର୍ ଦେଲି। ଏଫଆଇଆର୍ ଦେଇକି ଆସିଲା ପରେ ତାପରେ ଆମର ଆସିଲେ ସାର୍, ଆସିକି ଫାଷ୍ଟ ଆସିକି ଇନକ୍ୱାରି କରିକି ଯାଇଥିଲେ। ତାପରେ ଏଫଆଇଆର୍ଟି ମୁଁ ଦେଇନଥିଲି, ଫେଣି ଯାଇକି ଏଫଆଇଆର୍ଟି ଆମର ଦେଇକି ଆସି ସାରିଲା ପରେ ଫେଣି ସାର୍ ଆଇଲେ, ଆସିକି ଆମର କୁକୁର ଆଣିଥିଲେ। କୁକୁର ଆଣିକି ଆମର ସାର୍ ସବୁ ଆସିଥିଲେ, ଆସିକି ଚେକ୍ କରିକି ଗଲେ, ଘର ଦ୍ୱାର ଅନୁସନ୍ଧାନ ଯେତିକି ସବୁ କରିକି ଆମର ଗଲେ। ବାହାର ପଟୁ ସେପଟେ ଗଲେ, ସେପଟେ ବୁଲିକି ଆସିଲେ। ଆଉ ସାର୍ ମାନଙ୍କ କତିରେ ରିପୋର୍ଟ ଥିବ, ସାର୍ କହିଲେ ଯେ ଆମକୁ ମୁଁ ତ ରିପୋର୍ଟ ନେଇଗଲି, ରିପୋର୍ଟ ବାହାରିଲା ପରେ ତାପରେ ଆପଣଙ୍କୁ ଚୋର କେଉଁଠି ଅଛି କ'ଣ ଅଛି ଧରା ପଡ଼ିବ, ଜଣାପଡ଼ିବ, ଏହା କହିଛନ୍ତି। କେତେ ଟଙ୍କାର ସମ୍ପତ୍ତି ଯାଇଛି ବୋଲି ଭାବୁଛି? ଆଜ୍ଞା ସୁନା ଯାଇଛି, ଗୋଟେ ଚେନ୍ ଯାଇଛି, ଗୋଟେ ହାର ଯାଇଛି, ଆଉ ମୁଦିଟେ ଯାଇଛି, ଆଉ ଶଙ୍ଖା ହଳେ ଯାଇଛି, ଆଉ କାନଫୁଲ ଯାଇଛି, ଆଉ ଆମର ଇଏ ଯାଇଛି ରୂପା ଯାଇଛି। ଆଜ୍ଞା ରୂପାର କିଛି ଯାଇଛି ଏତିକି, ଆଉ ଟଙ୍କା 1.5 ଲକ୍ଷ ଆଜ୍ଞା ନେଇକି ପଳେଇଛନ୍ତି। ଏଇ ଯେଉଁ ଘର ଦେଖୁଛନ୍ତି, ଏ ଘର ଭାଙ୍ଗିଥିଲୁ ଆମେ। ଆଜ୍ଞା ଘର ଭାଙ୍ଗିଥିଲୁ, ପଇସା କିଛି ରଖିଥିଲୁ ଆମେ, ରଡ଼ ସିମେଣ୍ଟ ଆମେ କିଛି ଆଡ଼ଭାନ୍ସ ଦେବୁ ବୋଲି ତାଙ୍କୁ, ଆମେ ସେ ଲକରରେ ରଖିଦେଇଥିଲୁ। ପଇସାଟା ଯେତେବେଳେ ଦେଲେ ମୋତେ, ମୋ ପାଖରେ ଥିଲା, ଲକରରେ ରଖିଦେଇଥିଲୁ, ତାକୁ ଭାଙ୍ଗିକି ପୁରା ନେଇଯାଇଛନ୍ତି। ମୋ ନାଁ ସବିତା ବେହେରା, ଆମ ଘର ମଙ୍ଗରାଜପୁର। କାଲି ରାତିରେ ଆମେ ଖାଇ ପିଇକି ରାତି 10ଟା 11ଟାରେ ଶୋଇନୁ। ବାହାର ପଟରୁ ଗ୍ରିଲ୍ ମୁଁ ଡେରି କରି ଖାଇନି, ବାହାର ପଟରୁ ଗ୍ରିଲ୍ ଦେଇଥିନି। ସେ ତାପରେ ରାତି ଆମେ ଶୋଇଛୁ, ତାପରେ କେତେବେଳେ କ'ଣ ହେଲା, ଆସିଲେ ପଶିଲେ, କ'ଣ ବାହାରିଲେ ଆମେ ଜାଣିନୁ। ରାତି ପାହିଲା 3ଟା ବେଳକୁ ନିଦ ଭାଙ୍ଗିଲା ବେଳକୁ, ଯେତେବେଳେ ବାହାରକୁ ଉଠିଲା ବେଳକୁ କବାଟ ଖୋଲିଲା, କବାଟ ଖୋଲିଲାନି। ସେଠୁ ପୁଅ ଥିଲା ତା ମାଉସୀ ଘରେ, ନୀଳକ ଯାଇଥିଲା। ରାତି 3ଟା ବେଳେ ତା କତିକି ଫୋନ୍ କଲୁ, ସେ ଅଧଘଣ୍ଟାରେ ଆସି ପହଞ୍ଚିଲା। ବାହାର ପଟୁ କାଲି ମୁଁ ଚାବି ଦେଇଥିଲୁ, ଆଉ ସେ ଆସିକିନା ହେଉଛି ଚାବି ଖୋଲିକି ଆମେ ଦେଖିଲା ବେଳକୁ ଆମ ଜିନିଷପତ୍ର କିଛି ନାହିଁ, ଟଙ୍କା ସୁନା ଯାହା ଥିଲା ସବୁ ନେଇକି ଚାଲି ଯାଇଛନ୍ତି। 1.5 ଲକ୍ଷ ଟଙ୍କା। ସେ ଲୁଗା ଭିତରେ ରଖିଥିନି, ନୂଆ ଲୁଗା ଗୁଡ଼ା, ତାକୁ ନେଇକି ହେଆଡ଼େ ପକାଇ ଦେଇଛନ୍ତି। ନୂଆ ଶାଢ଼ୀ 6 ଖଣ୍ଡ ଆଟାଚ୍ ଭିତରେ ରଖିଥିନି, ତାକୁ ନେଇଯାଇଛନ୍ତି। ବୋଉର 2ଟା ବୋଉ, ତାଙ୍କର ଗହଣା ଗାଁଠି, ଚେନ୍ଟେ, ପୁଅର ଚେନ୍ଟେ, ମୁଦିଟେ, ହାରଟେ, ଆଉ କାନଫୁଲ ହଳେ, ଏମିତି, ଆଉ ରୂପା ପାଉଁଜି 2 ହଳ, ଏମିତି ସବୁ ଯାଇଛି। ଟଙ୍କା ସୁନା ଘର କରିମି ବୋଲି, ଘର ଭାଙ୍ଗି ଘର କରିମି ବୋଲି ଟଙ୍କା 1.5 ଲକ୍ଷ ରଖିଥିନି। ଆମ ଘରଟା ସାହି ଭିତରେ। ରାତି 4ଟା ବେଳେ ମୋତେ ଫୋନ୍ କଲେ, ଆଉ କହିଲେ ଘରେ ଚୋରି ହେଇଛି, ଶୀଘ୍ର ଆସ। ରାତି 4ଟା ବେଳେ ଆମେ ଆସିକି ଦେଖିଲା ବେଳକୁ ସବୁ ଗେଟ୍ର ତାଲା ପଡ଼ିଥିଲା, ତାକୁ ଭାଙ୍ଗିକି ପଶିଛନ୍ତି ଘରେ। ଆଉ ସେ ତାଲା ପକେଇ ଦେଇଥିଲେ? ନା ଆମେ ତାଲା ପକେଇକି, ଘରେ ପରିବାର ଯିଏ ଶୋଇଥିଲେ ତାଲା ପକେଇକି ଶୋଇଥିଲେ। ଆଉ ତାପରେ ଘରେ ତାଲା ଭାଙ୍ଗିକି ଚୋର ପଶିଛନ୍ତି ଘର ଭିତରେ। ସେ ମଝିଆ ପୁତୁରା ସେ ତା ମାଉସୀ ଘରକୁ ଯାଇଥିଲା, ସେ ତାରି ରୁମ୍ରେ ପଶିଛନ୍ତି। ଆଉ ବଡ଼ ପୁଅର ପୁତୁରା ବୋଉ, ସିଏ ଶାଶୁ ବୋଉ ଶୋଇଥିଲେ ଗୋଟେ ରୁମ୍ରେ, ଆଉ ଝିଆରୀ ଗୋଟେ ରୁମ୍ରେ ଶୋଇଥିଲା। ତାକୁ ଲକ୍ କରିଦେଇଛନ୍ତି ବାହାର ପଟରୁ ଚୋର। ଆଉ ସେ ତାଙ୍କର ଜିନିଷପତ୍ର ସବୁ ଚୋରି କରିକି ନେଇକି ଯାଇକି ତାଙ୍କର ପଳେଇଛନ୍ତି। 4ଟା ବେଳେ ଆମେ ଡାକିଲେ ଯେମିତି ଆସିକି ଦେଖିଲା ବେଳକୁ ଏଇଭଳିଆ ଘଟଣା ହେଇଛି। ଆଉ ସେଇଟା ସରକାର ଟିକେ ଅନୁଧ୍ୟାନ କରିବେ, ନ୍ୟାୟ ଦେବେ, କେମିତି ଏଇ ଜାଗାର ଯେମିତି ସୁରକ୍ଷା ରହିବେ, ଅଞ୍ଚଳ ସୁରକ୍ଷା ରହିବ, ସେ ଚିନ୍ତା କରିବେ ଟିକେ। ଆଚ୍ଛା, ଆପଣ ଯେତେବେଳେ ଆସିଲେ, ଚୋର ବାହାର ପଟୁ ଲକ୍ କରିଦେଇଥିଲେ ନା ଖାଲି ଖେଳିକି ଦେଇକି ପଳେଇଥିଲେ? ନା, ବାହାର ପଟ ଗେଟ୍ ମେଲା ରହିଥିଲା,
ଆମେ ଶୋଇଲା ବେଳେ ଘର ପରିବାର ସେ ତାଲା ପକେଇକି ଶୋଇଥିଲେ, ଭିତରେ ଯାଇକି ଡୋର କବାଟ ଦେଇକି ଶୋଇଲେ, ବାହାର ପଟ ଦେଇଥିଲେ। ଭିତରେ ଗ୍ରିଲ ବି ଚାବି ପଡିଥିଲା, ଏଇ ଯୋଉ ବାହାର ଆଜ୍ଞା ଗ୍ରିଲ କି ବାହାରେ ଗ୍ରିଲ ଚାବି ପକେଇକି ଶୋଇଥିଲେ। ଭାଙ୍ଗିଲେ କି କେମିତି ଭିତରକୁ ଯାଇକି? ବାହାର ପଟ ତାଲା ଚାବି ପଡ଼ିଥିଲା। ହଁ ବାହାର ପଟେ ତାଲା ପକେଇ ଭିତରେ ପଟେ ଶୋଇଥିଲେ। ଆଜ୍ଞା ଦିଟା ଗୋଟେ ଘରର ଦିଟା ଡୋର ରହିଛି, ଦୁଆର ମୁହଁ ରହିଛି, ଏପଟର ଚାବି ପକେଇକି ଏପଟରେ ସେ ଘର ଏଇ 2 ଦିନ ହେଲା ଭାଙ୍ଗିଛନ୍ତି, ଆଉ ଗୋଟେ ଘର କରିବେ ବୋଲିକି। ଆଉ ଗୋଟେ ଆଜବେଷ୍ଟ ଘରରେ ସେ ଭାଇ ଭାଉଜ ଶୋଉଥିଲେ, ସେ କହିଲେ ଆମେ ଯାଇକି ଶୋଉଛୁ, ଆଉ ତୁମେ ଏପଟର ଚାବିଟା ଦେଇକି ଲେଟ୍ରେ ଶୋଇଲେ, କହିଲେ ଚାବିଟା ଦେଇକି ତୁମେ ଶୋଇବ। ପ୍ରତ୍ୟେକ ଦିନ ଭିତରେ ପଟର ଚାବି ଦିଅନ୍ତି। ଆଉ କାଲି ସେ କହିଲେ ତୁମେ ଲେଟ୍ରେ ଶୋଉଛ, ଆଉ ଧାନ ଗୁରା କଣ୍ଟା କରିଦେଇକି ଯାଇଛି, ଆଉ ତାଙ୍କୁ କ'ଣ ଟିକେ ଡାଉଟ୍ ଲାଗିଲା ବୋଲି ସେ ଟିକେ ଲେଟ୍ରେ ଶୋଇଲେ। ସେ କହିଲେ ତାହେଲେ ତୁମେ ଏଇଠି ଅଛ ଯଦି ତାହେଲେ ବାହାର ପଟରୁ ଚାବିଟା ପକେଇ ଦେଇକି ତୁମେ ଶୋଇବ। ଆଉ ସେ ବାହାର ପଟରୁ ଚାବି ପକେଇକି ଶୋଇଛନ୍ତି। ତାପରେ ଆସି କେତେବେଳେ ଚୋର ଆସିଲେ କ'ଣ କଲେ କେହି ଜାଣିନାହାନ୍ତି।